ହଁ ଆରେ ତୁ କାହିଁକି ସେମିତି ଭାବୁଛୁ? ସେମିତି କିଛି ଭାବେନା। ଆମ ଗାଁର ସାହି ପଡ଼ିଶା ସମସ୍ତେ ଜାଣିଛନ୍ତି ମାନି ତା ବାପ ଘରକୁ ଯାଇଥିଲା, ଆଉ ଆଜି ସେ ଫେରି ଆସିବ। ସେଥିରେ ତୋର କିଛି ମନ ଦୁଃଖ କରିବାର ନାହିଁ। ହଉ ହଉ, ନାଇଁ ନାଇଁ, ଠିକ ଅଛି ଠିକ ଅଛି, ତୁ ରଖ। ମାନସ ତୋ ପାଇଁ ମୁଁ ବଦଳି ଯାଇଛି? ନାଇଁ, ମୁଁ ସେମିତି ସେଇ ମାନସ ସେମିତି ବଞ୍ଚିଛି। ମତେ କହିଲ, ଗୋଟେ ବର୍ଷ ଭିତରେ ତମେ କଣ ମୋ କଥା ମନେ କରୁନଥିଲା? ତମେ ଏକୁଟିଆ କେମିତି ରହୁଥିଲ? ତମେ ଜାଣିଛ ମାନସ, ଜଗନ୍ଙ୍କ ଘରେ ମାମୁନି କାକା ସହିତ ମୋର ଦେଖା ହେଲା। ତମେ ଜାଣିଛ ସେ ମତେ କେତେ ଗାଳି କଲେ। ଆରେ ଆଜି ନହେଲେ ବି କାଲି ସମସ୍ତେ ଜାଣିଥାନ୍ତେ ଏ ମହେନ୍ଦ୍ର ପଟ୍ଟନାୟକର ଝିଅ ଗୋଟେ ବେଶ୍ୟା। ଆଉ ମାନସ, ତମେ ଏମିତି କଣ କହୁଛ? ତମରି କଥାରେ ପଡ଼ି ମୁଁ ଜଗନ୍କୁ ବାହା ହେଇଥିଲି। ଏଥିରେ ମୋର ଭୁଲ ରହିଲା କୋଉଠୁ? ଭୁଲ ତମର ନୁହେଁ, ଭୁଲ ତମ ଡାଡିଙ୍କର। ତମ ଡାଡିଙ୍କ ଭୁଲ ପାଇଁ ତମେ ଆଜି ଏ ବିଧବା ବେଶ୍ୟା ସାଜିଛ। ମୁଁ ଯାହା କହୁଛି ସତ କହୁଛି। ସେଦିନ ମୁଁ ତମ ଭାଇ ମନୋଜକୁ ବିଷ ଦେଇ ମାରିଦେବାକୁ ଚାହୁଁଥିଲି। ମୁଁ ମୋ ସାଙ୍ଗ ଜଗନ ସହିତ ତମକୁ ମ୍ୟାରେଜ କରିବାକୁ ବାଧ୍ୟ କରିଥିଲି। କିନ୍ତୁ କାହିଁକି ମାନସ? କାହିଁକି? କୋଉ ସ୍ୱାର୍ଥ ପାଇଁ ଆମ ଘର ରାତି କେତେ କରିଚାଲିଛ? ସ୍ୱାର୍ଥ ନୁହେଁ, ପ୍ରତିଶୋଧ। ଯିଏ ମୋ କ୍ଷତି କରିଛି ତାର ସମସ୍ତ ପରିବାର ଜଣେ ଜଣେ ମୋ ପାଇଁ ଶତ୍ରୁ। ମୁଁ କାହାରିକି ଛାଡ଼ିବିନି, ସମସ୍ତଙ୍କୁ ଜଣେ ଜଣେ କରି ମାରିଦେବି। ବିଶ୍ୱାସଘାତକ। ସାମାନ୍ୟ ଗୋଟେ ମିଛ କଥାକୁ ସତ ଭାବି ତମେ ଆମ ପରିବାର ସହିତ ଏତେ ବଡ଼ କ୍ଷତି କରିଚାଲିଛ। ଏ ଭଉଣୀମାନେ, ତମେମାନେ ସମସ୍ତେ ଶୁଣ, କେହି ବି ଭଲ ପାଇକି ବାହା ହବନି। ତା ନହେଲେ ମୋ ପରି ଠକି ଯିବ। ଆଉ ତମ ବାପା ମା ଭାଇ ସମସ୍ତେ ମୋ ଡାଡିଙ୍କ ପରି ଆଖିରୁ ଲୁହ ଢାଳିବ। ଚାଲି ଯାଉଛୁ କୁଆଡ଼େ? ଏବେ ତୁ ଆମ ଘରକୁ ଯିବୁ। ତୁ ପରା ମୋ ସ୍ତ୍ରୀ। ମୋ ସାସରେ ତମେ ମୋତେ ସ୍ତ୍ରୀ ବୋଲି କହୁଛ? ବକ୍ସର ରାତିରୁ ଆଜି ପର୍ଯ୍ୟନ୍ତ ତମ ସହିତ ମୋର କୌଣସି ସମ୍ପର୍କ ନାହିଁ। ହବ, ଏଇଠି ହବ। ଯୋଉଟା ଘର ଭିତରେ ହବାର ଥିଲା ଆଜି ସେଇଠି ସମସ୍ତଙ୍କ ଆଗରେ ହବ। ତୁ ମୋ ଉପରେ ହାତ ଦେ। ଏ ମାରି ମାନେ କଣ୍ଟ୍ରି ପିଲାକୁ ରଖି ମୋ ହଉଛି ଗୋଟେ ମଣିଷ। ଦରକାର ପଡ଼ିଲେ ପଦର ଜୋତା ବି ତୋ କାନରେ ବସି ଯାଇପାରିବ। ତମେ ସେନ୍ସ ଅଛ ତ? ତମେ ମହେଶ୍ୱର ପୁଅ ବୋଲି ମୁଁ ତମକୁ ଛାଡ଼ି ଦଉଛି। ତାପରେ ଆଉ କିଏ ହେଇଥିଲେ? ପୁଅ ଝିଅ ପଚାରୁ ଚାଲ ଆଉ ଏଇଠି ତମ ତଣ୍ଟି ମାରି ଦେଇଥା।